से प्रार्थना आमे ଯେତେବେଳେ ଆମେ କାରଣ ଆମମାନଙ୍କର ପରମେଶ୍ୱର ପ୍ରଶଂସା ନିବାସୀ ପରମେଶ୍ୱର ତାହାଙ୍କୁ ଧନ୍ୟବାଦ ଦେବା, ଗୌରବ କରିବା, ପ୍ରଶଂସା କରିବା। ଆଉ ଆମମାନଙ୍କୁ ଆରାଧନା ମଧ୍ୟକୁ କଢେଇ ନେବେ। ଆମମାନଙ୍କ ଗହଣରେ ପ୍ରେମିକା ପାଲ ସିଷ୍ଟର ଅଛନ୍ତି। ମୁଁ ଯେତେବେଳେ ପ୍ରଭୁ ଯୀଶୁଙ୍କ ନାମରେ ଆହ୍ୱାନ କରୁଛି, ସେ ଆମମାନଙ୍କୁ ଆରାଧନା ମଧ୍ୟକୁ କଢେଇ ନେବେ। ଭଉଣୀ ପ୍ରେଜ ଦ ଲର୍ଡ, ନମସ୍କାର। नमस्कार प्रेस दीदी प्रत्येक गुड मॉर्निंग नमस्कार। प्रभु को धन्यवाद देवी आउ कर आज्ञा मध्य धन्यवाद देवी एते सुंदर सुजोग देथिबारु। अनेक झड़ अनेक कष्ट अनेक असुस्थ तथापि प्रभु प्रभात रे बसिबा पई सुजोग दउची। प्रभु को केते धन्यवाद देले मध्य धन्यवाद सरीब नै। आ मो मलिक दीदी को गुमा कथा मने पड़ছে। हठात मो डिबिलिमा भाई घर को गला बुलको दीदी आमे गोटे परिवार हेछि जते पर देखला पाल भौणी ना बोली कि पूरा कोंडई पकेला सांगे मिसी की चर्च मध्य सभा को पळेलु मिसी बसिलु नंबर देला नंबर रे मध्य मते आ समय हेनी मु कॉल करि पारनी दीदी क्षमा करिवु। आ फोटो उठेला टाइम रे आमे गोटे जूम रे गोटे परिवार हेछु जदि फोटो न उठेले भल लागुना। लास्ट टाइम रे मो प्रिय भाई परिचा भाई से रास्ता रे भेटी की फोटो मध्य उठेले मो बहुत आनंद लागुछि। जूम गोटे परिवार मते सब बेले मो समस्त पाई खुशी चाहे मोर पाई तो प्रतिदिन प्रार्थना होची। प्रभु को धन्यवाद देवी मो परिवार मो पाई जते बेले मकर दिन मो परिचा भाई जानिछि आमे फैमिली एक हेलु आउ ए ऑपरेशन ठारू दिन को दिन असुस्थ हो जाछि मो पाई प्रार्थना करिवे तथापि मो धैर्य रे बंचिछि। अनेक झड़ अनेक कष्ट आसे 4 वर्ष मध्य रे तथापि प्रभु मते बंचेछि। प्रभु को मो धन्यवाद देवी। मु आपणा विपद रे सदा प्रभु को निकट रे प्रार्थना कली तोइरे से मते उत्तर देला। हालेलुया हालेलुया हालेलुया। किड़ी नाम रही सब गल सही केड़ी नाम रही सब गल सही प्राण देला क्रुसे मोर पाए मथा पाती दे नीरबरे रहे मथा पाती दे नीरबरे रहे किड़ी अपमान निंदा सही हो किड़े अपमान निंदा सही किड़े नाम रही सब गल सही जीशु धय नमर आहे त्राणकारी किमिति जीवी मो पासरी हस्तपादे धरी देल कंटा मारी बुझगाते देह विधारी ना देखी हुए ना कही हुए ना देखी हुए ना कही हुए रक्त जाऊची छाती रुझरी हो रक्त जाऊची छाती रुझरी किड़े नाम रही सब गल सही केड़े नाम रही सब गल सही शत्रु माने घरी पकाइले हुरी मारतांको क्रूसरे धरी मुए माड मारी धाड़ी को उपाड़ी कृष्ण नामे धरी धरी शत्रु माने घरी पकाइले हुरी मारतांको क्रूसरे धरी मुए माड मारी धाड़ी को उपाड़ी कृष्ण नामे धरी धरी करडारे मारे दया न बेचरे करडारे मारे दया न बेचरे नथिला दस जे तांकरी हो मोर पाप पाई बळी हई नथिला दोष जे तांकरी हो मोर पाप पाई
हई किड़ी नम्र हई सबु गल सही किड़ी नम्र हई सबु गल सही पापे थिली मरी पापरु उधारी କରିଲା ମତେ ଯେ ତୁମରି ନାଇଁ ତୁମ ପରି ଜଗତେ କେ ମରି ଆପଣାକୁ ଶୂନ୍ୟ କରି ପାପେ ଥିଲି ମରି ପାପରୁ ଉଧାରି କରିଲା ମତେ ଯେ ତୁମରି ନାଇଁ ତୁମ ପରି ଜଗତେ କେ ମରି ଆପଣାକୁ ଶୂନ୍ୟ କରି ତୁମ ଦୁଃଖ ସରେ ମନେ ହୁଏ ଘରେ ତୁମ ଦୁଃଖ ସରେ ମନେ ହୁଏ ଘରେ ଲୁହ ଯାଉଛି ଆଖିରୁ ଝରି ହୋ ଲୁହ ଯାଉଛି ଆଖିରୁ ଝରି କିଡ଼ି ନମ୍ର ହଇ ସବୁ ଗଲ ସହି କିଡ଼ି ନମ୍ର ହଇ ସବୁ ଗଲ ସହି ପ୍ରାଣ ଦେଲା କୃଷି ମୋର ପାଇଁ ମଥା ପାତେ ଦେ ନିରବରେ ରହେ ମଥା ପାତେ ଦେ ନିରବରେ ରହେ କେଡେ ଅପମାନ ନିନ୍ଦା ସହି ହୋ କେଡେ ଅପମାନ ନିନ୍ଦା ସହି ହାଲେଲୁୟା। ଖାସ ହେଇଛି ତଥାପି ଯଦି ଭୁଲ ହେଲେ କ୍ଷମା କରିବେ। ସୁସମାଚାରକୁ ନେଇ ପ୍ରତି ଗାଁକୁ ଯିବା ମଣ୍ଡଳେ ଠିଆ ହେବା ସଫଳ ଆମେ ହେବା ସୁସମାଚାରକୁ ନେଇ ପ୍ରତି ଗାଁକୁ ଯିବା ମଣ୍ଡଳେ ଠିଆ ହେବା ସଫଳ ଆମେ ହେବା ଏହି ଏହି ମୋର ଲକ୍ଷ୍ୟ ଏହି ଏହି ମୋର ଲକ୍ଷ୍ୟ ଆସିବ କେତେ ଝଡ଼ ଝଞ୍ଜା ପଛକୁ କେବେ ନ ହଟିବ ଆପଣା କ୍ରୋଶ ବହନ କରି ସତ୍ୟ ପଥ ଦେଖାଇବା ଆସିବ କେତେ ଝଡ଼ ଝଞ୍ଜା ପଛକୁ କେବେ ନ ହଟିବ ଆପଣା କ୍ରୋଶ ବହନ କରି ସତ୍ୟ ପଥ ଦେଖାଇବା ବଢି ଚାଲିବା ଆଗେ ଆଗେ ସୁସମାଚାର ପହଞ୍ଚାଇବା ବଢି ଚାଲିବା ଆଗେ ଆଗେ ସୁସମାଚାର ପହଞ୍ଚାଇବା ସୁସମାଚାରକୁ ନେଇ ପ୍ରତି ଗାଁକୁ ଯିବା ମଣ୍ଡଳେ ଠିଆ ହେବ ସଫଳ ଆମେ ହେବା ଖ୍ରୀଷ୍ଟ ଆମ ଚିର ସାଥୀ ଆମ ସଙ୍ଗେ ସଦା ରୁହନ୍ତି ସିଏ ଅଟନ୍ତି ଆମ ଶକତି ଧୂର ହେବ ସକାଳ ଧୀତି ଖ୍ରୀଷ୍ଟ ଆମ ଚିର ସାଥୀ ଆମ ସଙ୍ଗେ ସଦା ରୁହନ୍ତି ସେ ଅଟନ୍ତି ଆମ ଶକତି
ସକାଳ ଭ୍ରେତେ ବଢି ଚାଲିବା ଆଗି ଆଗି ସୁସମାଚାର ପହଞ୍ଚାଇବା ବଢି ଚାଲିବା ଆଗି ଆଗି ସୁସମାଚାର ପହଞ୍ଚାଇବା ସୁସମାଚାରକୁ ନେଇ ପ୍ରତି ଗାଁକୁ ଯିବା ମଣ୍ଡଳେ ଠିଆ ହେବ ସଫଳ ଆମେ ହେବା ସଫଳ ଆମେ ହେବା ହାଲେଲୁୟା ଆଉ ଗୋଟେ ଗୀତ ଗାଏ କରେଣ୍ଟ ଚାଲିଗଲା ତଥାପି ଡିମ୍ ଲାଇଟ ରେ ବସିଛି ପ୍ରଭୁକୁ ଧନ୍ୟବାଦ ଦେବି ତୁମ ପରି ପ୍ରଭୁ ଥାଉ ଥାଉ ତୁମ ପରି ପ୍ରଭୁ ଥାଉ ଥାଉ କାହିଁକି ଯିବି ମୁଁ ଅନ୍ୟ ପଥେ ଆଉ କାହିଁକି ଯିବି ମୁଁ ଅନ୍ୟ ପଥେ ଆଉ କେଉଁ ପୂଜା ପାଇଁ ଆଉ ତୁମ କୃଷାରେ ମୋ ଲୟର ତୁମ କୃଷାରେ ମୋ ଲୟର ଇଚ୍ଛା ହେଉ ତୁମ କୃଷାରେ ମୋ ଲୟର ତୁମ ପରି ପ୍ରଭୁ ଥାଉ ଥାଉ ତୁମ ପରି ପ୍ରଭୁ ଥାଉ ଥାଉ କାହିଁକି ଯିବି ମୁଁ ଅନ୍ୟ ପଥେ ଆଉ କାହିଁକି ଯିବି ମୁଁ ଅନ୍ୟ ପଥେ ଆଉ କେଉଁ ପୂଜା ପାଇଁ ଆଉ ତୁମ କୃଷାରେ ମୋ ଲୟର ତୁମ କୃଷାରେ ମୋ ଲୟର ଘର ବିପଦରୁ ରୋଗ ସଙ୍କଟରୁ ଉଦ୍ଧାରିଛ ପ୍ରଭୁ ମତେ ହଜାମେ ସପରି ହଜିଥିଲି ମୁହିଁ ଦେଖାଦେଲା ପ୍ରଭୁ ସତେ ଘର ବିପଦରୁ ରୋଗ ସଙ୍କଟରୁ ଉଦ୍ଧାରିଛ ପ୍ରଭୁ ମତେ ହଜାମେ ସପରି ହଜିଥିଲି ମୁହିଁ ଦେଖାଦେଲା ପ୍ରଭୁ ସତେ ସେ ତୁମ ଗୃହରେ ତୁମ ଗୀତ ଗାଇ ସେ ତୁମ ଗୃହରେ ତୁମ ଗୀତ ଗାଇ ପ୍ରାଣ ପଛେ ଚାଲି ଯାଉ ତୁମ କୃଷାରେ ମୋ ଲୟର ତୁମ କୃଷାରେ ମୋ ଲୟର ତୁମ ପରି ପ୍ରଭୁ ଥାଉ ଥାଉ ତୁମ ପରି ପ୍ରଭୁ ଥାଉ ଥାଉ କାହିଁକି ଯିବି ମୁଁ ଅନ୍ୟ ପଥେ ଆଉ କାହିଁକି ଯିବି ମୁଁ ଅନ୍ୟ ପଥେ ଆଉ କେଉଁ ପୂଜା ପାଇଁ ଆଉ ତୁମ କୃଷାରେ ମୋ ଲୟର ପାଗଳଙ୍କ ପରି ଭୁଲିଲି ଜଗତେ ଦିନେଟା ନଥିଲା ସୁଖ ଦିନ ପରେ ଦିନ ଯେତେ ବହିଗଲା ସେତେ ବଢିଲା ମୋ ପାପ ପାଗଳଙ୍କ ପରି ଭୁଲିଲି ଜଗତେ ଦିନେଟା ନଥିଲା ସୁଖ ଦିନ ପରେ ଦିନ ଯେତେ ବହିଗଲା ସେତେ ବଢିଲା ମୋ ପାପ ସେ ପାପ ଆଜି ମୁଁ ଦେଉଛି ଚରଣେ ସେ ପାପ ଆଜି ମୁଁ ଦେଉଛି ଚରଣେ କ୍ଷମା କର ଦୀନନାଥ ତୁମ କୃଷାରେ ମୋ ଲୟର
ତୁମ କୃଷରେ ମୋ ଲୟ ରହୁ। ହାଲେଲୁୟା। ଘର ବିପଦରୁ ରୋଗ ସଂକଟରୁ ପ୍ରଭୁ ଅନେକ ଘର ବିପଦରୁ ଅନେକ ସମସ୍ୟା ଆଇଲା, ତଥାପି ପ୍ରଭୁ ହେ ଯୋଉ ମଧ୍ୟରେ ମତେ ସାନ୍ତ୍ୱନା ଦେଇଥିବାରୁ ମୁଁ କୋଟି କୋଟି ଧନ୍ୟବାଦ। ହାଲେଲୁୟା। ପ୍ରାର୍ଥନା କରିବା, ପ୍ରାର୍ଥନାରେ ସୁଯୋଗ ଦିଅ। ହାଲେଲୁୟା। ହେ ରାଜା ମୋହର ପରମେଶ୍ୱର, ଶୁଣ ମୋର କ୍ରନ୍ଦନ ସ୍ୱର, ପ୍ରାପ୍ତ କାଳେ ପ୍ରାର୍ଥନା ମୋର। ହେ ରାଜା ମୋହର ପରମେଶ୍ୱର, ଶୁଣ ମୋର କ୍ରନ୍ଦନ ସ୍ୱର, ପ୍ରାପ୍ତ କାଳେ ପ୍ରାର୍ଥନା ମୋର। ଭୟ ଭକ୍ତିରେ ଆସିଛି ତୁମ ମନ୍ଦିରେ, ମସ୍ତକ ମାନତ କରି। ଭୟ ଭକ୍ତିରେ ଆସିଛି ତୁମ ମନ୍ଦିରେ, ମସ୍ତକ ମାନତ କରି। ହାଲେଲୁୟା ରାଜା। ଧନ୍ୟବାଦ ଦଉଛି, ପ୍ରଶଂସା କରୁଛି, ଗୌରବ କରୁଛି ପ୍ରଭୁ। ଏ ପ୍ରଭାତରେ ବାପା ଆମେ ପ୍ରତ୍ୟେକ ଭାଇ ଭଉଣୀ ତୁମ ପାଦ ତଳେ ଆଣ୍ଠୁ ଭାଙ୍ଗିଛୁ ରାଜା। ତୁମ ନାମ ଧନ୍ୟ, ତୁମ ନାମ ଧନ୍ୟ, ତୁମ ନାମ ଯୁଗେ ଯୁଗେ ଧନ୍ୟ ପ୍ରଭୁ। ଏ ରାତ୍ର ମଧ୍ୟରେ ଆପଦ ବିପଦରୁ, ରୋଗ ସଂକଟରୁ, ଶତ୍ରୁ ଶୈତାନ ଠାରୁ ପିତା ମୋ ପ୍ରତ୍ୟେକ ପାଳକ ପାଳିକାକୁ, ମୋ ପ୍ରତ୍ୟେକ ଭାଇ ଭଉଣୀକୁ, ମୋ ପ୍ରତ୍ୟେକ ଝିଅ ପୁଅକୁ, ମୋ ପ୍ରତ୍ୟେକ ବନ୍ଧୁ ବାନ୍ଧବ, ମୋ ପ୍ରତ୍ୟେକ ପରିବାରକୁ ପ୍ରଭୁ, ଆମ ପ୍ରତ୍ୟେକ ସହବର୍ତ୍ତୀ ପରମେଶ୍ୱର ହେଲ, କଥା କହିଲ, ଯା ଯା ଆବଶ୍ୟକ ଯୋଗେଇଲ, ସୁସ୍ଥ ବଳ ଶକ୍ତି ଦେଇଥିବାରୁ ମୁଁ କୋଟି କୋଟି ଧନ୍ୟବାଦ ଦଉଛି ବନ୍ଧୁ। ଏ ରାତ୍ର ମଧ୍ୟରେ, ପ୍ରଭାତ ମଧ୍ୟରେ, ମେଡିକାଲରେ, ଗୃହରେ ଅନେକ ଜୀବନ ଚାଲି ଯାଇଛି ପ୍ରଭୁ। ଏ ମହାନ ପରମେଶ୍ୱର, ତମେ ଦୟା ପରେ ଦୟା କରି ଆସିଛ, କ୍ଷମା ପରେ କ୍ଷମା ଦେଇ ଆସିଛ ବନ୍ଧୁ। ପ୍ରଭୁ ସେ ଦୁଃଖ ପରିବାର ମାନଙ୍କୁ ତମେ ସାନ୍ତ୍ୱନା ଦେବା ପରମେଶ୍ୱର ଏକମାତ୍ର ଜଗତର ଛରାଇ। ମେଡିକାଲରେ, ଗୃହରେ, ଜୁମ୍ ମଧ୍ୟରେ ଅନେକ ଅସୁସ୍ଥ ଥିବେ ପ୍ରଭୁ, ତମେ ସୁସ୍ଥକାରୀ ପରମେଶ୍ୱର ବାପା। ପ୍ରଭୁ ଜୁମ୍ ମଧ୍ୟରେ ଅନେକ ପରିବାର, କାହା ପରିବାର କି ସମସ୍ୟା, କାହା ପରିବାର କି ଦୁଃଖ, କାହା ଶରୀରରେ କି ଅସୁସ୍ଥ ମୁଁ ଜାଣିନି ବନ୍ଧୁ। ତମେ ଅନ୍ତର୍ଯ୍ୟାମୀ ପରମେଶ୍ୱର। ଆମେ ଅନ୍ତରେ ଯାହା ଭାବୁଥାଉ, ଯାହା ଚିନ୍ତା କରୁଥାଉ, ଯାହା କଳ୍ପନା କରୁଥାଉ ପ୍ରଭୁ, ମଣିଷ ଜାଣିନି ବା। ମଣିଷ ବାହୁ ଦେଖେ ପ୍ରଭୁ, ତମେ ଅନ୍ତ କଣ ଜାଣିବା ପରମେଶ୍ୱର। ଯେତେ ପ୍ରଭୁ ଅସୁସ୍ଥ ଅଛନ୍ତି, ସେ କଣ୍ଟା ବିନ୍ଧା ହସ୍ତ ସେମାନଙ୍କର ମସ୍ତକରେ ଛୁଇଁ ଦିଅ ନାଥ, କ୍ଷମାର ହାତ ବୋଲି ମୁଁ ପ୍ରାର୍ଥନା କରୁଛି ରାଜା। ଏ ପ୍ରଭାତରେ ବସରେ, ଟ୍ରେନରେ, କାରରେ, ସାଇକେଲରେ, ବାଇକରେ ଚାଲି ମଧ୍ୟ ଯାଉଥିବେ ବନ୍ଧୁ। ଏ ମହାନ ପରମେଶ୍ୱର, ଯୋଉ ମିଟିଂ କୁ ଯିବେ, ଯୋଉ ମେଡିକାଲ ଯିବେ, ଯେ ଏକ୍ସାମ ଦେବେ ପ୍ରଭୁ, ଯେମାନେ ଯୋଉ ଗ୍ରାମକୁ ଯିବେ, ଯୋଉ ସ୍ଥାନକୁ ଯିବେ ପ୍ରଭୁ, ସେମାନଙ୍କୁ କୁଶଳରେ ପହଞ୍ଚାଅ ବୋଲି ମୁଁ ପ୍ରାର୍ଥନା କରୁଛି ବନ୍ଧୁ। ମହାନ ପରମେଶ୍ୱର, ଅନେକ ବିଧବା ମା, ବିଧବା ଭଉଣୀ ମାନଙ୍କୁ, ଅନାଥ ପୁଅ ଝିଅ ମାନଙ୍କୁ ତମର ପାଦ ତଳେ ମୁଁ ସମର୍ପଣ କରୁଛି ବାପା। ପ୍ରଭୁ ସେମାନେ କେତେ କଷ୍ଟରେ ଚଳୁଛନ୍ତି ବାପା, ଯାହାର ସ୍ୱାମୀ ନାହିଁ, ସେ ମା, ସେ ଭଉଣୀ, ସେ କଷ୍ଟ ଜାଣେ ବାପା। ସେମାନଙ୍କର ସ୍ୱାମୀ ତୁମେ ହୋ, ସେମାନଙ୍କୁ ଯାହା ଯାହା ଆବଶ୍ୟକ ଯୋଗାଅ, ସେମାନଙ୍କୁ ଅଣ୍ଟା ଭିଡ଼ି ବାପା। ତମର ପବିତ୍ର ଦିନକୁ ଜାଣିକି ପ୍ରଭୁ, ଏ ଜଗତର ରଙ୍ଗରସ ପଛରେ ପକାଇ ଆଗକୁ ବଢିବେ, ଧୈର୍ଯ୍ୟ ସେମାନଙ୍କୁ ଦିଅ ବୋଲି ମୁଁ ପ୍ରାର୍ଥନା କରୁଛି ବାପା। ଅନେକ ଭଉଣୀ ମାନେ ମ୍ୟାରେଜ ହେଇ ପ୍ରଭୁ ଆଜି ପର୍ଯ୍ୟନ୍ତ ପ୍ରଭୁ, ସେମାନଙ୍କୁ ଅନେକ ଅଳି କରି ଅନେକ ପ୍ରାର୍ଥନା ଜଣାଉଛନ୍ତି, ଅନେକ ଦାନ ମଧ୍ୟ ଚର୍ଚ୍ଚ ମାନଙ୍କୁ ଦଉଛନ୍ତି ପିତା। ସେମାନଙ୍କର ପ୍ରାର୍ଥନା ଶୁଣ ପ୍ରଭୁ। ହାନ୍ନାଙ୍କ ପ୍ରାର୍ଥନା ଶୁଣି ତମେ ଋତୁ ଗର୍ଭ ଫିଟେଇ ଦେଇଥିଲ, ସେ ପ୍ରକାର ପ୍ରତ୍ୟେକ ଗ୍ରାମର ଯେତେ ଭଉଣୀ ମାନେ ଅଛନ୍ତି ବାପା, ସେମାନଙ୍କୁ ପ୍ରଥମ ସନ୍ତାନ ଯୋଗାଅ ବୋଲି ମୁଁ ପ୍ରାର୍ଥନା କରୁଛି ବାପା। ଅନେକ ପରିବାର ଭାଙ୍ଗିଛି, ଅନେକ ଖ୍ରୀଷ୍ଟାନ ପରିବାର ଆଜି ତମକୁ ଜାଣି ମଧ୍ୟ ଅନେକ ଭାଇ ଭଉଣୀ ଢଳିଛନ୍ତି, ପରିବାର ଦି ଭାଗ ହେଇଛି ବାପା। ଆଜି ବିଜାତି ମାନେ ହାତ ଉଠେଇ କହୁଛନ୍ତି ପ୍ରଭୁ, ଯେ ପ୍ରକାର ଆମର ଖ୍ରୀଷ୍ଟାନ ମାନେ, ଖ୍ରୀଷ୍ଟାନ ଜୀବନ ସୁନା ପରି ଜୀବନ, ହୀରା ପରି ଜଳୁଥିବାର ଅଛି ପ୍ରଭୁ। ପ୍ରତ୍ୟେକ ଯେତେ ପରିବାର ଭାଙ୍ଗିଛି ବାପା, ତମେ ଯୋଡି ଦିଅ ପୁନର୍ବାର ତମର ବାକ୍ୟ ଧରି ପ୍ରଭୁ, ଆଣ୍ଠୁ ଭାଙ୍ଗିବେ ବୋଲି ପ୍ରତ୍ୟେକ ପରିବାରକୁ ତମର ପାଦ ତଳେ ମୁଁ ସମର୍ପଣ କରୁଛି ପିତା। ପ୍ରଭୁ
ଯେତେ ଭାଇ ଭଉଣୀ ଯେତେ ପାଳକ ପାଳିକା ତମର ପାଦ ତଳେ ବସିଛୁ ବାପା, ଆମ ପ୍ରତ୍ୟେକର ପ୍ରାର୍ଥନା ଶୁଣି ଉତ୍ତର ଦେଉଛୁ ବାପା। ଦିଦିକୁ ତୁମର ପାଦ ତଳେ ସମର୍ପଣ କରୁଛି ପ୍ରଭୁ। ଉତ୍ତମ ମନ ଦେଇଛ ବାପା ଗୋ ପ୍ରଭୁ। ତାଙ୍କର ଯେତେ ବନ୍ଧୁ ବାନ୍ଧବ ଯେତେ ଭାଇ ଭଉଣୀ ଅଛନ୍ତି ପ୍ରଭୁ, ସେମାନଙ୍କର ସ୍ରବର୍ତ୍ତୀ ପରମେଶ୍ୱର ହୋ ରାଜା, ମହାନ ପରମେଶ୍ୱର। ଦିଦି ବାକ୍ୟ ଦେବ ପିତା, ପ୍ରଭାତରେ ଧନ୍ୟବାଦ ଦେବାରେ, ଆରାଧନା କରିବାରେ, ବାକ୍ୟ ଦେବାରେ ଦିଦିକୁ ଉତ୍ତମ ମନ ଦେଇଛ ଗୋ ରାଜା। ସେ ବାକ୍ୟ ତୁମେ କହ ପ୍ରଭୁ। ପ୍ରଭୁ ଆମେ ଏ କାନରେ ଶୁଣି ସେ କାନରେ ନ ଛାଡି ପାରିବୁ, ହୃଦୟ ରଖିବୁ। କାଲି ଦେଖାଣିରେ ଜୁମ ରେ ବସଉନୁ ବାପା, ଅନେକ କିଛି ଆଶୀର୍ବାଦ ପାଉଛୁ, ଅନେକ କିଛି ଶିକ୍ଷା ପାଉଛୁ। ଦିଦିକୁ ତୁମର ପାଦ ତଳେ ଦଉଛି, ସେ ବାକ୍ୟ ତୁମେ କୁହ ପ୍ରଭୁ। ଶେଷ ପର୍ଯ୍ୟନ୍ତ ଶାନ୍ତି ମନରେ ପ୍ରଭୁ ବାକ୍ୟ ଶୁଣିବେ ପ୍ରତ୍ୟେକ ମୋ ପରିବାର ବାପା। ପ୍ରଭୁ ଜୁମ ମଧ୍ୟରେ ପ୍ରଭୁ ସାର୍ ଜୁମ ଗଢିଛନ୍ତି, ଉତ୍ତମ ଦର୍ଶନ ଦେଇଛ ବାପା। ପ୍ରଭୁ ଅସୁସ୍ଥ ଥିଲେ ସ୍ୱାମୀ ସ୍ତ୍ରୀ, ତଥାପି ତମେ ସୁସ୍ଥ ଦେଇଛ। ଭଉଣୀ ପ୍ରଭୁ ବଡପଦା ଯାଇଛି, ତାର ସହବର୍ତ୍ତୀ ପରମେଶ୍ୱର ହୋ, ମା କୁ ଯାଇ ଜର ବୋଲି ଶୁଣିକି ଯାଇଛି ପ୍ରଭୁ, ତାର ଦାୟିତ୍ୱ ନେବାକୁ ଉତ୍ତମ ମନ ଦେଇଛ ବାପା। ମା ଯେ ପ୍ରକାର ଶାଶୁ ସେ ପ୍ରକାର ମନ ଭଉଣୀକୁ ଦେଇଛୁ ପ୍ରଭୁ। ସାରକୁ ଭଉଣୀକି ଦୁଇ ଝିଅକୁ ତମର ପାଦ ତଳେ ସମର୍ପଣ କରୁଛି ବାପା। ଅନେକ କିଛି ପ୍ରାର୍ଥନା ଶୁଣି ଉତ୍ତର ଦଉଛୁ ବାପା। ମୁଁ ମାଗି ଜାଣିନି ପ୍ରଭୁ, ମୁଁ ଗୀତ ଗାଇବାରେ ମୋର ଭୁଲ ହେଇଥାଏ, ତଥାପି ପ୍ରଭୁ ତମେ କାନ ଡେରେଇ ଶୁଣିବା ପରମେଶ୍ୱର, ତମେ କ୍ଷମା ଦେବା ପରମେଶ୍ୱର। ମୁଁ ମାଗି ଜାଣିନି ପ୍ରଭୁ, ତମେ ଯାଛି ପ୍ରଦାନ କର। ଯଦି ପ୍ରାର୍ଥନାରେ ଭୁଲ ଥିଲେ କ୍ଷମା କର। ଏଇ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଛି, ଆମେନ୍। ଧନ୍ୟବାଦ ଦିଦି ସୁଯୋଗ ଦେଇଥିବାରୁ। ଧନ୍ୟବାଦ ଭଉଣୀ, ସୁନ୍ଦର ଭାବରେ ପ୍ରଭୁଙ୍କ ଉପସ୍ଥିତି ମଧ୍ୟକୁ କଢେଇ ନେଇଥିବାରୁ ପ୍ରଭୁ ଆଶୀର୍ବାଦ କରନ୍ତୁ, ଅନୁଗ୍ରହ କରନ୍ତୁ। ଯେଉଁ ଗିଫ୍ଟ ପ୍ରଭୁ ଦେଇଛନ୍ତି ତାହା ବଜେଇ ରଖନ୍ତୁ, ଅନଲାଇନ ରେ ଅଫଲାଇନ ରେ ବ୍ୟବହାର କରନ୍ତୁ। ଆଉ ଆମେ ଯେତେବେଳେ ଆରାଧନା କରିଥାଉ, ଆମମାନଙ୍କ ମଧ୍ୟରେ ଥିବା ସମସ୍ତ ବନ୍ଧନ ଛିଣ୍ଡି ଯାଇଥାଏ, ସେ ମାନେ ସୁପ୍ତ ଜୀବନ ଉଦ୍ଦୀପିତ ହେଇଥାଏ। ସେଥିପାଇଁ ଭଉଣୀକୁ ମଧ୍ୟ ପ୍ରଭୁ ଆଶୀର୍ବାଦ କରନ୍ତୁ, ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଯେତେବେଳେ ଆମେ ଆଉ ପ୍ରାର୍ଥନା କରିଛୁ, ଧନ୍ୟବାଦ ଭଉଣୀ, ପ୍ରାର୍ଥନା କରିଛୁ, ଆରାଧନା କରିଛୁ, ଆଉ ଗୁରୁତ୍ୱପୂର୍ଣ୍ଣ ସମୟକୁ ଆମେ ପହଞ୍ଚିଛୁ ତାହାଙ୍କର ରବକୁ ଶୁଣିବାକୁ ଯିବା। ଆମେ ପ୍ରାର୍ଥନା ଜଣେଇଛୁ, ପ୍ରଭୁ ଆମମାନଙ୍କର ପ୍ରାର୍ଥନା ଶୁଣିଛନ୍ତି, ଆରାଧନା କରିଛୁ, ଆରାଧନା ମଧ୍ୟ ଶୁଣି ଅଛନ୍ତି। ଏତେବେଳେ ଆମେ ନିଜକୁ ପ୍ରସ୍ତୁତ ପ୍ରଭୁଙ୍କ ରବକୁ ଶୁଣିବାକୁ ଯିବା। ଯେଉଁ ବାକ୍ୟରେ କି ଶକ୍ତି ରହିଛି, ଯେଉଁ ବାକ୍ୟରେ କି ସାମର୍ଥ୍ୟ ରହିଛି, ଯେଉଁ ବାକ୍ୟରେ କି ଜୀବନ ରହିଛି, ଏ ପ୍ରାତଃ ସମୟରେ ଆମେ ଯେତେ ଜଣ ଏ ସ୍ଥାନରେ ବସିଛୁ, ଆସନ୍ତୁ ଆଉ ସେଇ ଆଶୀର୍ବାଦ ବାକ୍ୟ ଘେନି ଆମେ ଆଜି ଦିବସରେ ଆମେ ପ୍ରଭୁ ଆମମାନଙ୍କୁ କଢେଇ ନିଅନ୍ତୁ। ଆମମାନଙ୍କ ଗହଣର ମଧ୍ୟରେ ଅଛନ୍ତି ପ୍ରଭୁଙ୍କ ଦାସୀ। ଆଉ ଯେତେବେଳେ ମୁଁ ସୁନା ଭଉଣୀ ହେମଲତା ସୁନା ଭଉଣୀକୁ ପ୍ରଭୁ ଯୀଶୁଙ୍କ ନାମରେ ଆହ୍ୱାନ କରୁଛେ, ସମ୍ମୁଖ ଆସିବେ ଆଉ ଯେଉଁ ବାକ୍ୟ ଆମମାନଙ୍କୁ ଆଶୀର୍ବାଦ ବାକ୍ୟ ଘେନି ଆଣିଛନ୍ତି ତାହା ବିତରଣ କରିବେ। ଆସନ୍ତୁ କରତାଳ ସହିତ ଭଉଣୀକୁ ଆହ୍ୱାନ କରିବା। ଭଉଣୀ ପ୍ରେଜ ଦ ଲର୍ଡ, ନମସ୍କାର। ପ୍ରେଜ ଦ ଲର୍ଡ, ନମସ୍କାର ଦିଦି ସମସ୍ତଙ୍କୁ। ପ୍ରେଜ ଦ ଲର୍ଡ, ନମସ୍କାର। ଆଜି ଯେତେ ଜଣ ଜୁମ ରେ ଉପସ୍ଥିତ ଅଛୁ ପ୍ରତ୍ୟେକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ ଦଉଛି ଆଉ ପିଟର ଭାଇଙ୍କୁ, ସିଏ ମତେ ସୁନ୍ଦର ସୁଯୋଗ ଟିଏ ଦେଇଛନ୍ତି, ସେଥିପାଇଁ ପିଟର ଭାଇଙ୍କୁ ବିଶେଷ ଧନ୍ୟବାଦ। ଆଉ ଧନ୍ୟବାଦ ଦଉଛି ଆଜି ଅତି ସୁନ୍ଦର ଭାବରେ ପ୍ରେମିକା ପାଲ ଭଉଣୀ ଆଉ ସେ ଆରାଧନାରେ କଢେଇ ନେଇଛନ୍ତି। ତାଙ୍କର ପ୍ରାର୍ଥନା, ତାଙ୍କର ଆରାଧନା ସବୁବେଳେ ହୃଦୟ ବିଦାରକ ହେଇଯାଏ। ମତେ ବହୁତ ଭଲ ଲାଗେ ତାଙ୍କର ପ୍ରାର୍ଥନା, ତାଙ୍କର ଆରାଧନା। କାହିଁକି? ସେ ହୃଦୟ ଭାଙ୍ଗିକି ପ୍ରଭୁଙ୍କ ଠାରେ ବସନ୍ତି। ଆଉ ପ୍ରଭୁ ତାଙ୍କୁ ଆଶୀର୍ବାଦ କରନ୍ତୁ, ତାଙ୍କର ସମସ୍ତ ପାରିବାରିକ ଜୀବନର ଅଶାନ୍ତି ସମସ୍ୟା ସବୁ ଦୂର କରନ୍ତୁ ପ୍ରଭୁ। ତାଙ୍କୁ ଶାନ୍ତି ଦିଅନ୍ତୁ, ତାଙ୍କ ଜୀବନ ଦ୍ଵାରା ଗୌରବ ପାଆନ୍ତୁ। ଧନ୍ୟବାଦ ଭଉଣୀ। ଅମ୍ବିକା ଭଉଣୀକୁ ମଧ୍ୟ ବିଶେଷ ଧନ୍ୟବାଦ ଦିଏ। ଆଉ ସେ ଅତି ସୁନ୍ଦର ଭାବରେ ମତେ ଆଉ ସ୍ୱାଗତ କରିଛନ୍ତି। ଆଉ ଏ ସମସ୍ତର ଯୋଗ୍ୟକୁ ମୁଁ ନୁହେଁ, କେବଳ ପବିତ୍ର ଆତ୍ମା ଯୋଗ୍ୟ ଅଟନ୍ତି। ଆଉ ସେଥିପାଇଁ ଆଜି ଯେତେବେଳେ ଆମେ ନିଜକୁ ଏଇ ସ୍ଥାନରେ ଅନ୍ୟମାନଙ୍କ ଆଗରେ ଉପସ୍ଥାପନା କରୁଛୁ, ଆମେ ନୁହଁ କିନ୍ତୁ ପ୍ରଭୁ ଆଉ ସେଇ ସ୍ଥାନରେ ଅଛନ୍ତି ବୋଲି ଆମେ ନିଜକୁ ଭାବିବା। ଆଉ ଆମେ କୌଣସି ଭାବରେ ଆମର କୌଣସି ଦକ୍ଷତା ନାହିଁ, ଧାର୍ମିକତା ନାହିଁ, ଜ୍ଞାନ ନାହିଁ, ଯାହା ଫଳରେ ଆମେ ଆଗକୁ ଆସିବୁ। କିନ୍ତୁ ପ୍ରଭୁ ଆମ ମାନଙ୍କୁ ଆଗକୁ ଆଣିବାର ଈଶ୍ୱର, ସେ ଆମ ମାନଙ୍କର ସହବର୍ତ୍ତୀ ଈଶ୍ୱର ହଉଛନ୍ତି। ତାଙ୍କ ପାଇଁ ବୋଲି ଆମେ ଯଦି ଦର୍ପ କରିବା, ଖ୍ରୀଷ୍ଟ ଯୀଶୁଙ୍କ ଠାରେ ପାଉଲଙ୍କ ପ୍ରକାରେ ଆମ ମାନେ ଦର୍ପ କରିବାର ଆବଶ୍ୟକତା ରହିଛି। ଧନ୍ୟବାଦ। ପ୍ରଭୁ ଗୌରବ ପାଆନ୍ତୁ। ଆସନ୍ତୁ ଆମ ମାନେ ଆଜି ବାକ୍ୟ ନିକଟକୁ ଯିବା। ପ୍ରଭୁ ଆଜି ଆମମାନଙ୍କ ପାଇଁ କଣ ରଖିଛନ୍ତି ସେଇ ବିଷୟକୁ ଆଜି ଆମମାନେ ଆହରଣ କରୁଥିବା, ଆମମାନେ ଅଧ୍ୟୟନ କରିବା।
ଯୋହନ 15 ପର୍ବ ତାର 8 ପଦ। ତୁମ୍ଭେ ମାନେ ପ୍ରଚୁର ଫଳ ଫଳିଲେ ମୋହର ପିତା ମହିମାନିତ ହେବେ, ଆଉ ତୁମ୍ଭେ ମାନେ ମୋହର ପ୍ରକୃତ ଶିଷ୍ୟ ହେବ। ପ୍ରଭୁ ଏହି ପଠିତ ବାକ୍ୟ ଦ୍ୱାରା ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ଆମମାନେ ଏହି ସ୍ଥାନରେ ଦେଖୁଛୁ, ତୁମ୍ଭେ ମାନେ ପ୍ରଚୁର ଫଳ ଫଳିଲେ ମୋହର ପିତା ମହିମାନିତ ହେବେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ କହୁଛନ୍ତି ପ୍ରତ୍ୟେକ ବିଶ୍ୱାସୀ ବିଶ୍ୱାସିନୀଙ୍କୁ ଯେ ତୁମ୍ଭେ ମାନେ ଯଦି ପ୍ରଚୁର ଫଳ ଫଳିବ ମୋହର ପିତା ମହିମାନିତ ହେବେ। ଜଣେ ଫଳ ଫଳିବ, ଆଉ ଜଣେ ମହିମାନିତ ହେବେ, ଆଉ ଜଣେ ସେ କଣ କରିବ? ମଧ୍ୟସ୍ଥିର କାର୍ଯ୍ୟ କରିବ। ଫଳ ଫଳିବା ପାଇଁ ତ ସିଏ ମଧ୍ୟସ୍ଥିର କାର୍ଯ୍ୟ କରିବ। ଉତ୍ତମ ଜଣେ କୃଷକ, ଜଣେ ଗଛ ହବ, ଆଉ ଜଣେ ଫଳ ହବ। ଆଉ ସେଇ ବିଷୟକୁ ଆଜି ଆମେ ଦେଖିବାକୁ ପାଉଛୁ ଯେ ତୁମ୍ଭେ ମାନେ ପ୍ରଚୁର ଫଳ ଫଳିଲେ ମୋହର ପିତା ମହିମାନିତ ହେବେ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଏହି ଉକ୍ତିକୁ ଆଜି ଆମମାନେ ଯେତେବେଳେ ସାକାର କରିବା ପାଇଁ ଜଗତରେ ପ୍ରଭୁ ଆମମାନଙ୍କୁ ଛାଡିଛନ୍ତି, ତାହେଲେ ଆମମାନେ ଦେଖିବା ଏଇ ବର୍ଷ ନିମନ୍ତେ ପ୍ରଭୁ ଆମମାନଙ୍କ ପାଇଁ କି ପ୍ରକାର ଫଳ, ଆଉ କୋଉ ଗଛ, ଆଉ କେମିତି ଫଳରେ ପରିପୂର୍ଣ୍ଣ ହେବା ନିମନ୍ତେ ସେ ଆମମାନଙ୍କୁ ଏଇ ସ୍ଥାନରେ କହୁଛନ୍ତି। ଫଳ ଫଳିବା ପାଇଁ ପ୍ରଥମରେ କଣ କଣ ଆବଶ୍ୟକତା ରହିଛି? ଗୋଟେ ଗଛରେ ଫଳ ଫଳିବ, କିନ୍ତୁ କେମିତି ଫଳିବ? ହଠାତ୍ ଗୋଟେ ଗଛଟେ ନାହିଁ କି ଗୋଟେ ଫଳ ମଧ୍ୟ ଫଳିବ ନାହିଁ। ଗଛଟିଏ ହେବା ପାଇଁ ଆଉ ତା ପାଇଁ ବିଶେଷ ଭାବରେ ଆମମାନେ ଜାଣିଛୁ, ଗୋଟେ ଗଛ ଯଦି ଲଗେଇବା ତା ପାଇଁ ମାଟିର ଆବଶ୍ୟକତା ରହିଛି, ପବନର ଆବଶ୍ୟକତା ରହିଛି, ପାଣିର ଆବଶ୍ୟକତା ରହିଛି। ଏଇ ପ୍ରକାର ବିଭିନ୍ନ ବିଷୟର ଆବଶ୍ୟକତା ରହିଛି। ଆଉ ଯିଏ ଗଛ ଲଗେଇବ, ଗୋଟେ ମନୁଷ୍ୟର ମଧ୍ୟ ଆବଶ୍ୟକତା ରହିଛି ଗଛର ଯତ୍ନ ତତ୍ତ୍ୱ ନେବା ନିମନ୍ତେ। ଆମେ ଦେଖିବା ଯେ ଗୋଟେ ଉତ୍ତମ ଭୂମି କେମିତି ହେବାର ଆବଶ୍ୟକତା ରହିଛି। ଯଦି ଉତ୍ତମ ଭୂମି ନହେଲା, ତାହେଲେ ସେ ଗଛ ମଧ୍ୟ ବଢି ପାରିବ। ଆଉ ସେଥିପାଇଁ ଆମେ ମାଥ୍ୟୁ 13 ପର୍ବ ତାର 3 ରୁ 9 ପଦକୁ ଟିକେ ପାଠ କରିବା। ଆଉ ଯୀଶୁ ଦୃଷ୍ଟାନ୍ତ ଦ୍ୱାରା ସେମାନଙ୍କୁ ଅନେକ କଥା କହିଲେ। ଦେଖ, ଜଣେ ବୁଣାଳି ବୁଣିବାକୁ ବାହାରିଲା। ସେ ବୁଣୁ ବୁଣୁ କେତେକ ବିହନ ବାଟ ପାଖରେ ପଡିଲା, ପୁଣି ଚଢେଇ ମାନେ ଆସି ସେଗୁଡିକ ଖାଇଗଲେ। ଆଉ କେତେକ ଅଳ୍ପ ମାଟି ଥିବା ପଥୁରିଆ ଭୂମିରେ ପଡିଲା, ଏବଂ ବେଶୀ ମାଟି ନଥିବାରୁ ଶୀଘ୍ର ଗଜା ହେଲା। କିନ୍ତୁ ସୂର୍ଯ୍ୟ ଉଠନ୍ତେ ଜଳି ପୋଡିଗଲା ଓ ଚେର ନଥିବାରୁ ଶୁଖିଗଲା। ଆଉ କେତେକ କଣ୍ଟା ଗଛ ଗୁଡିକ ମଧ୍ୟରେ ପଡିଲା, ପୁଣି କଣ୍ଟା ଗଛ ଗୁଡାକ ଉଠି ବଡ ହୋଇ ସେଗୁଡିକୁ ଚାପି ପକାଇଲା। ମାତ୍ର ଅନ୍ୟ କେତେକ ଭଲ ଭୂଇଁରେ ପଡିଲା ଓ ଫଳ ଫଳିଲା, କେତେକ 100 ଗୁଣ, କେତେକ 60 ଗୁଣ, ପୁଣି କେତେକ 30 ଗୁଣ। ହାଲେଲୁୟା। ପ୍ରଭୁଙ୍କ ମହାନାମର ଗୌରବ ହଉ। ଆମମାନେ ଏ ସ୍ଥାନରେ ଦେଖୁଛୁ କି ପ୍ରକାର ସେ ଭୂମି, କେତେ ପ୍ରକାର ଭୂମି ଆଜି ଆମମାନେ ଏ ସ୍ଥାନରେ ଦେଖିଲୁ। ଗୋଟେ ବାଟ ପାଖ ଭୂମି, ତାପରେ ଗୋଟେ ଆସିଲା ପଥୁରିଆ ଭୂମି, ତାପରେ ଆସିଲା କଣ୍ଟା ଭୂମି, ତାପରେ ଆସିଲା ଭଲ ଭୂମି। 4 ପ୍ରକାର ଭୂମି ବିଷୟ ଆଜି ଆମମାନେ ଦେଖିବାକୁ ପାଉଛୁ। ଏଇ ଯୋଉ 4 ପ୍ରକାର ଭୂମିରେ ଯେତେବେଳେ ଗୋଟେ ଗଛ ବା ବିହନ ପକାଯାଏ, ସେତେବେଳେ ଏଇ 4 ପ୍ରକାର ସ୍ଥାନରେ ଗଛଟା ହେଇଯାଏ। ଆମେ ଦେଖିଛୁ ଯେ ପୁରୁଣା ଘର କାନ୍ଥ ଗୁଡାକରେ ମଧ୍ୟ ଗଛ କୋରଡରେ ମଧ୍ୟ ଆଉ ନୂଆ ନୂଆ ଗଛ ଯାକ ବାହାରିଥାଏ, କିନ୍ତୁ ସେଗୁଡିକ ଅଳ୍ପ ଦିନ ନିମନ୍ତେ। କାହିଁକି? ସେମାନଙ୍କ ଚେର ଗଭୀରକୁ ଯାଇ ନଥାଏ, ଆଉ ଯୋଉ ଦ୍ଵାରା ସେଇ ଗଛ ଗୁଡିକ ତିଷ୍ଠି ପାରି ନଥାଏ, ମାତ୍ର ସେ ଗଛ ଗୁଡିକ ଅଳ୍ପ ଦିନରେ ମରି ଯାଇଥାଏ। କିନ୍ତୁ ଯୋଉ ଗଛ ଉତ୍ତମ ଭୂମିରେ ପଡିଥିବ, ଭଲ ଭାବରେ ତାକୁ କୋଡା ତୋଷା କରାହେଇଥିବ, ମାଟି ଭଲ ଥିବ, ତାକୁ ସାର ଦିଆଯାଇଥିବ, ପାଣି ଦିଆଯାଇକି, ଆଉ ଯଦି ଭଲ ଗଛଟିଏ ଲଗା ଯାଇଥିବ, ତାହେଲେ ସେଇ ଗଛ ଉତ୍ତମ ଫଳ ଫଳିଥାଏ। ସେ କଣ, ସେଇ ଗଛ କେତେ ଫଳିଥାଏ? 100 ଗୁଣ ଫଳ ଫଳେ, 60 ଗୁଣ ଫଳ ଫଳେ, 30 ଗୁଣ ଫଳ ଫଳେ।
आज आम मैंने 100 गुण 60 गुण 30 गुण फल फलिबा निमंते आमे 30 रे जीवा नाइ ना 60 रे जीवा ना आमे संपूर्ण फल फलिबा आमे 100 गुण फल फलिबा निमंते आज उत्तम भूमि हेबार आवश्यकता रही आमे प्रचुर फल फलिबा प्रभु कहना अल्प फल 30 गुण को प्रचुर नुह 60 गुण को प्रचुर नुह मात्र 100 गुण फल होउची प्रचुर प्रचुर फल आउ 100 गुण फल फलिबार आवश्यकता रही आमने जदि देखिबा जे से फल फलिबा निमंते बा गछ हेबा निमंते उत्तम बीजर मध्य बिहनर आवश्यकता रही उत्तम बिहन जदि आमे उत्तम बिहन पाइबा नाही ताहले उत्तम फल मध्य गछ मध्य हबनी कि भल फल मध्य हब नाही आ माथ्यू 13 पर्व तार 38 पदरे लेखा जाए खेत जगत भल बिहन राज्यर संतान माने बाळुंगा पापात्मार संतान माने बोलिके एठी लेखा जाउछि अर्थात खेत जगत एई भूमि बा एई खेत गुड़िक एई जगत आउ एई जगत रे भल बिहन राज्यर संतान माने ईश्वरंकर संतान माने होउछंती भल बिहन आउ प्रभुंकर संतान माने जो माने आज्ञाबह संतान माने से माने भल बिहन बा भल मंदी अटंती आउ से मानक द्वारा कौन हुए ना भल गछ हेइथाए आउ भल फल मध्य हेइथाए भल मंजी जदि भल मंजी आमे न पाइबा ताहेले भल गछ मध्य पाइबा नाही कि भल फल मध्य आम माने पाइबा तो भल बिहन होउछंती राज्यर संतान माने तापरे आम माने देखिबा जे वर्षार मध्य आवश्यकता रही पानीर आवश्यकता रही 2025 वर्ष आम मानक निमंते अनुग्रहर वर्ष प्रभु कर देइछंती अनेक केते महान महान दास माने एई गत वर्ष मध्य चली जाइछंती प्रभुଙ୍କ कोलकु किंतु हमकु प्रभु ए प्रकार अनुग्रह करिछंती से आम मान को आउ गोटे वर्ष आम मान को से अनुग्रह रे दान करिछंती आ से आमे देखिबा जे उत्तम वर्षा आम मान को पाई प्रभु केमिति देइछंती ए वर्ष रे आ माने द्वितीय विवरणी 11 तार 22 12 आउ 14 12 रु 14 पर्यंत पाठ करिबा एथिरे परि लेखा जाए सेही देश विषय सदा प्रभु तुम्भ परमेश्वर मनोजोग करंती वर्षर आरंभ रु वर्षर शेष पर्यंत सदा प्रभु तुम्भ परमेश्वर दृष्टि तही उपरे सर्वदा थाए आउ तुम्भे माने आपना आपनार समस्त अंतकरण ओ समस्त प्राण सहित सदा प्रभु तुम्भ मानक परमेश्वर को प्रेम करबाकू ओ ताहांको सेवा करबाकू आज आम्भे जो आज्ञा देउछु ताहा जेबे यत्न पूर्वक सुनिब तेबे आम्भे उपयुक्त समय तुम्भ देश रे वृष्टि अर्थात आद्य वृष्टि और शेष वृष्टि प्रदान करिबा तहिरे तुम्भे अपना शस्य और अपना द्राक्षा रस और अपना तैल संग्रह करि पारिबो जेते बेले हम प्रभुकर आज्ञाबह हेबा सेते बेले से कौन करिवे एटा कौन करथिले प्रभु तांकर मनोनीत संतान ମାନଙ୍କ प्रति एई वाक्य से प्रदान करिसंती आउ से कहउछंती जदि आमे ईश्वर को प्रेम करिबा तांकर सेवा करिबा आ मानकर समस्त अंतकरण समस्त प्राण सहित ताहेले से आ मानक देश रे कोन देबे आद्य वृष्टि आउ शेष वृष्टि प्रदान करिवे तहिरे आ मानकर अपना अपना शस्य अपना अपना द्राक्षा रस अपना तैल संग्रह करि पारिबो बोली कहउछंती उत्तम फल तुमे संग्रह करि पारिबो जेते बेले तुमे आज्ञाबह हेबो प्रभुଙ୍କ सहित प्रभुଙ୍କ निकटକୁ समस्त अंतकरण समस्त प्राण दे आसीबो बोली कहउछंती उत्तम फल फलिबा माने आज उत्तम वृष्टि पाइबार आवश्यकता रही समय उत्तम वृष्टि पाइबा आउ आम माने कौन करिबा ना गछ बढ़िबारे साहाय्य करिबो आम मानकु लेव्य पुस्तक 26 तार 3 आउ 4 पद को मध्य देखिबा सेथिरे मध्य अति सुंदर भाବରେ लेखा जाए जेबे तुम्हें माने आंभर विधि अनुसार चलिबो आंभर आज्ञा मान्य करिबो पालन करिबो तेबे आंभे तुम मानकु वृष्टि उपयुक्त समय दान करिबा
ତହିଁରେ ଭୂମି ନିଜ ଶସ୍ୟର ପୂର୍ଣ୍ଣତା ଉତ୍ପନ୍ନ କରିବ ଓ କ୍ଷେତ୍ରର ବୃକ୍ଷ ସକଳ ଆପଣା ଆପଣାର ଫଳ ଉତ୍ପନ୍ନ କରିବ। ହାଲେଲୁୟା। ଭୂମି ନିଜ ଶସ୍ୟର ପୂର୍ଣ୍ଣତା ଉତ୍ପନ୍ନ କରିବ। ପୂର୍ଣ୍ଣତା ମାନେ ପୂର୍ଣ୍ଣତା ପୁରା ରାଉଣ୍ଡ ଫିଗର ଯୋଉଟା କି ଆମେ ମାନେ ଦେଖୁଛୁ, ପୂର୍ଣ୍ଣତା ଉତ୍ପନ୍ନ କରିବ ଭୂମି। ଆଉ ସେ ଖଣ୍ଡିଆ ଖାବରା କରିକି ଅଳ୍ପ ନାହିଁ, 30 ଗୁଣ 60 ଗୁଣ ନୁହଁ, ପୂର୍ଣ୍ଣ 100 ଗୁଣ ସେ ଫଳ ଉତ୍ପନ୍ନ କରିବ ବୋଲିକି ଏ ସ୍ଥାନରେ ଆମେ ଦେଖିବାକୁ ପାଉଛୁ। ଯେତେବେଳେ ଆମେ ତାଙ୍କର ବିଧି ଆଉ ଆଜ୍ଞା ଅନୁସାରେ ଆମେ ଚଳିବା, ଉତ୍ତମ ଫଳ ଫଳିବା। ଉତ୍ତମ ଫଳ ଫଳିବା ନିମନ୍ତେ ଆମମାନଙ୍କ ପାଇଁ ଏହି ସମସ୍ତର ଆବଶ୍ୟକତା ରହିଛି। ଆମକୁ ଉତ୍ତମ ଫଳ ଫଳିବା ପାଇଁ କଣ କଣ କରିବାକୁ ପଡିବ ତାହା ମଧ୍ୟ ଆମମାନେ ଆଜି ଦେଖିବା। ହୋସେଆ ପୁସ୍ତକ ତାର 12 ପର୍ବ ତାର 12 ଆଉ 13 ପଦକୁ ଟିକେ ପାଠ କରିବା। ସମସ୍ତଙ୍କୁ କ୍ଷମା ଚାହୁଁଛି, ମୁଁ ଆଉ ଜୁମ ରେ ଆରାଧନା ଅଛି ତ ମତେ ଫୋନ ଆସୁଛି। ମୁଁ ଶେଷ ପର୍ଯ୍ୟନ୍ତ ଥିବି ବୋଲିଥିଲି, ମତେ ଆଉ ସେଠି ତ ହଠାତ୍ ରେ ମୋ ଫଟୋ କାଲି ଛାଡି ଦେଇଛନ୍ତି, କ୍ଷମା କରିବେ ସାର୍। ଠିକ ଅଛି, ଆମେ ହୋସେଆ ପୁସ୍ତକ 10 ପର୍ବ ତାର ଆମେ 12 ଆଉ 13 ପଦକୁ ପାଠ କରୁଥିବା। ତୁମ୍ଭେ ମାନେ ଆପଣା ମାନଙ୍କ ନିମନ୍ତେ ଧାର୍ମିକତାରେ ବିହନ ବୁଣ, ଦୟାନୁଯାୟୀ ଶସ୍ୟ କାଟ, ଆପଣା ମାନଙ୍କର ପଡିଆ ଭୂମି ଭାଙ୍ଗ, କାରଣ ଯେ ପର୍ଯ୍ୟନ୍ତ ସଦା ପ୍ରଭୁ ଆସି ତୁମ୍ଭ ମାନଙ୍କ ଉପରେ ଧାର୍ମିକତା ନ ବର୍ଷାନ୍ତି, ସେ ପର୍ଯ୍ୟନ୍ତ ତାହାଙ୍କର ଅନ୍ବେଷଣ କରିବାର ସମୟ ଅଛି। ତୁମ୍ଭେ ମାନେ ଦୁଷ୍ଟତା ରୂପ ଚାଷ କରି ଅଧର୍ମ ସ୍ୱରୂପ ଶସ୍ୟ କାଟିଅଛ, ତୁମ୍ଭେ ମାନେ ମିଥ୍ୟା କଥାର ଫଳ ଭୋଜନ କରିଅଛ, କାରଣ ତୁମ୍ଭେ ଆପଣା ପଥରେ ଆପଣାର ବୀର ସମୂହରେ ବିଶ୍ୱାସ କରିଅଛ। ଏଇଠି ପ୍ରଭୁ ତାଙ୍କର ସନ୍ତାନ ମାନଙ୍କ ପ୍ରତି ସିଏ କହୁଛନ୍ତି, ମନୋନୀତ ସନ୍ତାନ ମାନଙ୍କ ପ୍ରତି। ଆଉ ସେମାନେ ଯେତେବେଳେ ତାଙ୍କର ବାଧ୍ୟ ହେଇଛନ୍ତି, ଆଉ ସେମାନଙ୍କୁ କୁହାଯାଉଛି ଯେ ତୁମେ ମାନେ ଆପଣା ମାନଙ୍କ ନିମନ୍ତେ ଧାର୍ମିକତାର ବିହନ ବୁଣ, ଧାର୍ମିକତାର ବିହନ ବୁଣ, ଦୟାନୁଯାୟୀ ଶସ୍ୟ କାଟ। ତମ ହୃଦୟରେ ଧାର୍ମିକତା, ଦୟା ଆଉ କଣ ଧାର୍ମିକତାର ବର୍ଷା ଆଉ ଅନ୍ବେଷଣ କରିବାର ସମୟ ଅଛି ବୋଲିକି କହୁଛନ୍ତି। ଦୟା ଆଉ କଣ, ହୃଦୟକୁ ଭାଙ୍ଗିବାର ବିଷୟ, ନମ୍ର ହେବା, ହୃଦୟକୁ ଭାଙ୍ଗିବା ଅର୍ଥ ନମ୍ର ହେବା। ଆଉ ଆଜି ବିହନ ବୁଣିବା, ଆଜି ଆମ ମାନେ କୋଉ ବିହନ ବୁଣିବା? ଧାର୍ମିକତାର ବିହନ ବୁଣିବା। ଧାର୍ମିକତାର ବିହନ ବୁଣିଲେ କଣ ହବ? ଦୟାନୁଯାୟୀ ଶସ୍ୟ କାଟିବ। ଦୟା ରୂପକ ଶସ୍ୟ ଆମମାନେ ପାଇବା, ଅନୁଗ୍ରହ ରୂପକ ଶସ୍ୟ ପାଇବା। ଆଉ ଆମ ମାନଙ୍କର ପଡିଆ ଭୂମି ଭାଙ୍ଗିବାକୁ ପଡିବ, ଆମ ମାନଙ୍କର ହୃଦୟକୁ ନମ୍ର କରିବାକୁ ପଡିବ, ଆମ ମାନଙ୍କର ହୃଦୟକୁ କୋମଳ କରିବାକୁ ପଡିବ। ତାହେଲେ ଆମେ ଜିହିଜିକଲ ପୁସ୍ତକରେ ଯେପରି ଲେଖାଯାଏ ଯେ ସେଇଠି ତୁମର ମାଂସମୟ ହୃଦୟ ଦିଆଯିବ, ଆଉ ତମମାନଙ୍କ ଠାରୁ ପ୍ରସ୍ତରମୟ ହୃଦୟ କାଢି ନିଆଯିବ ବୋଲି ଲେଖାଯାଉଛି। ତ ସେହି ପ୍ରକାର ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରିଛନ୍ତି ଯେ ଏଇ ଦିନ ମାନଙ୍କରେ କେତେ ସୁନ୍ଦର ବାକ୍ୟ ଗୁଡିକ ସେ ପ୍ରଦାନ କରୁଛନ୍ତି। ଏଇ ବର୍ଷ ଆମ ମାନଙ୍କ ପାଇଁ କଣ ରଖିଛି, କି ପ୍ରକାର ଫଳ ଉତ୍ପନ୍ନ କରିବା, କେତେ ଫଳ ଉତ୍ପନ୍ନ କରିବା, ଆଉ ସେହି ସମୟ ଆଜି ଆମ ମାନଙ୍କ ପାଇଁ ଆସିଅଛି। କି ପ୍ରକାର ଫଳ ଆଉ କେତେ ଫଳ ଆମେ ଉତ୍ପନ୍ନ କରିବା, ସେହି ବିଷୟକୁ ଆଜି ଆମମାନେ ଦେଖିବା। ଆମମାନେ ଏଇଠି ଦେଖୁଛୁ ଦୁଷ୍ଟତା ରୂପ ଚାଷ, ଦୁଷ୍ଟତା ରୂପ ଚାଷ କରିବା ନାହିଁ, ମାତ୍ର ଆମମାନେ କୋଉ ଚାଷ କରିବା? ଧାର୍ମିକତାର ବିହନ ବୁଣିବା। ସେଇ ପଡିଆ ଭୂମିକୁ ଭାଙ୍ଗିକି ଆମେ ଧାର୍ମିକତାର ଚାଷ କରିବାର ଆବଶ୍ୟକତା ରହିଛି। ଧାର୍ମିକତାର ବିହନ ବୁଣିବା, ଦୁଷ୍ଟତା ରୂପକ ବିହନକୁ ଆମମାନଙ୍କୁ ସେଇଥିରୁ ବାହାର କରିବାକୁ ପଡିବ। ଯେତେବେଳେ ଆମମାନେ ସେହି ଦୁଷ୍ଟତା ରୂପକ ବିହନକୁ ଆମେ ବାହାର କରିବା, ଆଉ ସେଇଟା କିଏ ବାହାର କରିବେ? ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେଇଟାକୁ ବାହାର କରିବେ। ସେ ଆମମାନଙ୍କୁ କଣ କରିବେ ନା ଉତ୍ତମ ଫଳ ଦେବାର ଈଶ୍ୱର ଅଟନ୍ତି। ସେ ଆମମାନଙ୍କୁ ଉତ୍ତମ ଫଳ ପ୍ରଦାନ କରିବେ। ମାନେ ଦ୍ଵିତୀୟ ବିବରଣୀ 28 ପର୍ବର 4 ପଦକୁ ଯେତେବେଳେ ଦେଖୁଛୁ, ସେ ସ୍ଥାନରେ ଅତି ସୁନ୍ଦର ଭାବରେ ଲେଖା ଯାଉଛି ଯେ କି ପ୍ରକାର ଆଶୀର୍ବାଦ ଆମ ମାନଙ୍କ ପାଇଁ ଅଛି। ଦେଖନ୍ତୁ, ସେଇଥିରେ ଲେଖା ହଉଛି, ଯଦି ତୁମେ ଈଶ୍ୱରଙ୍କର ଆଶୀର୍ବାଦ ଆଜ୍ଞାବହତାର ଆଶୀର୍ବାଦ ଯଦି ପାଇଲ, ତାହେଲେ ସେଇଥିରେ ଆମେ କଣ ପାଇବା? ତୁମ ଶରୀରର ଫଳ
ଓ ତୁମ୍ଭ ଭୂମିର ସରି ତୁମ୍ଭ ଶରୀରର ଫଳ ଓ ତୁମ୍ଭ ଭୂମିର ଫଳ ତୁମ୍ଭ ପଶୁର ଫଳ ଅର୍ଥାତ୍ ଗୋବତ୍ସ ଓ ମେଷପଲର ଶାବକ ଧନ୍ୟ ହେବ ବୋଲିକି କହୁଛନ୍ତି ପ୍ରଭୁ। ଆମେ ଯଦି ତାଙ୍କର ଆଜ୍ଞା ତାର ଆଶୀର୍ବାଦରେ ପରିପୂର୍ଣ୍ଣ ହେବା ତାହେଲେ ଆମମାନେ ଶରୀରର ଫଳ ଅର୍ଥାତ୍ ଆମମାନଙ୍କର ସନ୍ତାନ ସନ୍ତତିକୁ ବୁଝାଏ। ଆଉ ଭୂମିର ଫଳ ଆମମାନଙ୍କର ପରିଶ୍ରମର ବିଷୟକୁ ବୁଝଉଛି। ଏଇ ପ୍ରକାର ଅବସ୍ଥାରେ ଆମମାନେ କଣ ପାଇବା? ଫଳବାନ ହେବା, ଆଶୀର୍ବାଦ ପ୍ରାପ୍ତ ହେବା ଯଦି ଆମେ ତାଙ୍କର ଆଜ୍ଞାବହ ହେବା। ଏଇ ବର୍ଷ ନିମନ୍ତେ ପ୍ରଭୁ ଆମମାନଙ୍କୁ ଏଇ ସୁନ୍ଦର ଫଳକୁ ପ୍ରଦାନ କରିଛନ୍ତି, ଏଇ ସୁନ୍ଦର ଆଶୀର୍ବାଦ ଆମମାନଙ୍କୁ ପ୍ରଦାନ କରିଛନ୍ତି। ଉତ୍ତମ ଫଳ ଯଦି ନ ଫଳିବା ତାହେଲେ ଆମମାନଙ୍କୁ କଣ କରାଯିବ? ଲୁକ 3:9 ପଦକୁ ଆମମାନେ ଟିକେ ପାଠ କରୁଥିବା। ଆଉ ସେଇଥିରେ ଲେଖା ଯାଉଛି, ଆଉ ଏବେ ସୁଦ୍ଧା ଗଛ ଗୁଡିକ ମୂଳରେ କୁଲ୍ହାଡି ଲାଗିଅଛି, ଅତଃ ଯେ କୌଣସି ଗଛ ଭଲ ଫଳ ନ ଫଳେ ତାହା ହଣା ଯାଇ ନିଆଁରେ ପକାଯିବ। କିଡି ଦୁର୍ଭାଗ୍ୟର ବିଷୟ। ଯଦି ଗଛରେ ବର୍ତ୍ତମାନ ପର୍ଯ୍ୟନ୍ତ ଆମର ଚେରରେ ଗଛରେ କଣ ଲାଗିଛି? କୁଲ୍ହାଡି ଲାଗିଛି। ଆଉ ଯଦି ଭଲ ଫଳ ନ ଫଳିବା ତାହେଲେ ଆମମାନଙ୍କୁ କାଟିକି କୋଉଠି ପକାଯିବ? ନା ନିଆଁରେ ପକାଯିବ। ନିଆଁ ଅର୍ଥାତ୍ ସେଇ ଅନନ୍ତ ଅଗ୍ନିକୁ ବୁଝାଉଛି। ଅନନ୍ତ ଅଗ୍ନି ଯାହାକି କେବେ ନିର୍ବାପିତ ହେବ ନାହିଁ, ଯୋଉ ଅଗ୍ନି କେବେ ନିର୍ବାପିତ ହେବ ନାହିଁ, ସେହି ପ୍ରକାର ସ୍ଥାନରେ ଆମମାନଙ୍କୁ ପକାଯିବ ଯଦି ଆମେ ଉତ୍ତମ ଫଳ ନ ଫଳିବା। ଆଉ ସେଥିପାଇଁ ଆମମାନଙ୍କୁ ଉତ୍ତମ ଫଳ ଫଳିବାର ଆବଶ୍ୟକତା ରହିଛି। ଆମମାନଙ୍କ ପାଇଁ କି ପ୍ରକାର ଫଳ ଆଉ ପ୍ରଥମ ଫଳ କଣ ତାହା ଆମେ ଦେଖିବା। ରୋମିଓ 8:23 ପଦକୁ ଟିକେ ପାଠ କରିବା। ଆଉ ସେଇଥିରେ ଲେଖା ଯାଉଛି ସୁନ୍ଦର ଭାବରେ ଯେ ରୋମିଓ 8:23 ତାର କଂସରେ ଆମମାନେ ପାଠ କରିବା। ଆଉ କେବଳ ତାହା ନୁହେଁ, କିନ୍ତୁ ପ୍ରଥମ ଫଳ ସ୍ୱରୂପେ ଆତ୍ମାଙ୍କୁ ପାଇଅଛୁ ଯେ ଆମ୍ଭେମାନେ ନିଜେ ନିଜେ ମଧ୍ୟ ପୁତ୍ରତ୍ୱ ଅର୍ଥାତ୍ ଆପଣା ଆପଣା ଶରୀରର ମୁକ୍ତି ନିମନ୍ତେ ଅପେକ୍ଷା କରୁ କରୁ ଆପଣା ଆପଣା ଅନ୍ତରରେ ଆର୍ତ୍ତନାଦ କରୁଛୁ। ଏଇ ସ୍ଥାନରେ ଆମେ ଦେଖୁଛୁ ପ୍ରଥମ ଫଳ ସ୍ୱରୂପ ପବିତ୍ର ଆତ୍ମାଙ୍କୁ ଆମକୁ ଦିଆଯାଇଛି। ପ୍ରଥମ ଫଳ, ଆଉ ସିଏ ହଉଛନ୍ତି ପବିତ୍ର ଆତ୍ମା। ସେ ପବିତ୍ର ଆତ୍ମାକୁ ଆମମାନେ ପ୍ରାପ୍ତ ହେବା ଦ୍ଵାରା ଆମମାନେ କଣ ପାଇବା? ନା ଅନେକ ଭିଟାମିନ ସବୁ ଆମେ ପାଇବା। ଆମେ ଦେଖୁଛୁ ଗୋଟେ ଜିନିଷ ଯେତେବେଳେ ଆମେ ଖାଦ୍ୟ ଭାବରେ ଆମେ ଖାଉଛୁ, ସେତେବେଳେ କୋଉ ଖାଦ୍ୟ ଖାଇଲେ କୋଉ ଭିଟାମିନ ମିଳିଥାଏ ସେଇଟା ଆମେ ଦେଖିଥାଉ। କୋଉ ଖାଦ୍ୟ ଖାଇଲେ କି ପ୍ରକାର ଭିଟାମିନ, କେତେ ପ୍ରକାର ଭିଟାମିନ ଏ ଅଛି, ବି ଅଛି, ସି ଅଛି, ଡି ଅଛି, ବିଭିନ୍ନ ପ୍ରକାର ଭିଟାମିନ ଅଛି। ଆଉ କୋଉ ଖାଦ୍ୟରେ କୋଉ ପ୍ରକାର ସାର ରହିଛି ସେଇ ବିଷୟକୁ ଆଜି ଆମେ ଦେଖିବା। ଆଜି ଆମମାନେ ଏଇ ପ୍ରଥମ ଫଳ ସ୍ୱରୂପ ଏଇ ପବିତ୍ର ଆତ୍ମା ରୂପକ ଏଇ ଫଳକୁ ଯେତେବେଳେ ଆମମାନେ ପାଇବା, ସେତେବେଳେ କୋଉ କୋଉ ଭିଟାମିନ ପାଉଛୁ ଆମମାନେ ଦେଖିବା। ଯେ ଗାଲାତିୟ 5:22-23 ପଦକୁ ଟିକେ ପଢିବା। କିନ୍ତୁ ଆତ୍ମାଙ୍କ ଫଳ ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘ ସହିଷ୍ଣୁତା, ପରୋପକାରିତା, ଭଦ୍ରତା, ବିଶ୍ୱସ୍ତତା, ମୃଦୁତା ଓ ଆତ୍ମସଂଯମ, ଏଇ ସମସ୍ତ ବିରୁଦ୍ଧରେ କୌଣସି ବ୍ୟବସ୍ଥା ନାହିଁ। ଏଇଗୁଡିକ ହଉଛି ଗୋଟେ ଗୋଟେ ଭିଟାମିନ। ଆମେ ଯେତେବେଳେ ପବିତ୍ର ଆତ୍ମା ରୂପକ ଫଳ ଆମେ ପାଇବା ବା ଖାଇବା, ସେତେବେଳେ ଆମମାନେ କଣ ପାଇବା? ଏଇ ସବୁ ଭିଟାମିନ ଆମେ ପାଇବା। ଆଉ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଏହି ଦିନ ମାନଙ୍କରେ ଏଇ ସୁନ୍ଦର ବିଷୟ ଆଉ ପ୍ରଭୁ ଆମମାନଙ୍କ ହୃଦୟରେ ଜାତ କରନ୍ତୁ, ଯୋ ଦ୍ୱାରା କି ଆମମାନେ ଆଉ ସେ ଦୁଷ୍ଟତା ରୂପକ ବିହନ ଆମେ ବୁଣିବା, ଚାଷ କରିବା ନାହିଁ, ମାତ୍ର ଧାର୍ମିକତାର ବିହନ ଆମମାନେ ବୁଣିବା। ଏଇଟା ଧାର୍ମିକତାର ସାର ଗୁଡିକ। ଆଉ ଏଇଥିରେ ଆମମାନେ ଦେଖୁଛୁ ଯେ ଆତ୍ମାଙ୍କର ଫଳ ଆମକୁ ପ୍ରଥମେ ପବିତ୍ର ଆତ୍ମାଙ୍କୁ ଦିଆଗଲା। ଆଉ ସେଇ ପବିତ୍ର ଆତ୍ମାଙ୍କର ଫଳ ବା ସାରାଂଶ ବା ଭିଟାମିନ ଗୁଡିକ ହଉଛନ୍ତି ଏମାନେ ଯେ ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘ ସହିଷ୍ଣୁତା, ପରୋପକାରିତା, ଏଇଗୁଡିକ ଏଇ ଯୋଉ 9 ବିଷୟ ଆମେ ଦେଖିବାକୁ ପାଉଛୁ। ଆମେ ଯେତେବେଳେ ପବିତ୍ର ଆତ୍ମା ପ୍ରାପ୍ତ ନହେଲେ ଏଇ ସବୁ ଭିଟାମିନ ଆମେ ପାଇବା ନାହିଁ। ଆଉ ସେଥିପାଇଁ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରିଛନ୍ତି ଏଇ ଦିନ ମାନଙ୍କରେ ଆମେ ତାଙ୍କ ଠାରେ ସଦା ସର୍ବଦା ସଂଲଗ୍ନ ଜୀବନ କାଟିବା। ତହିଁରେ ଆମ୍ଭେମାନେ କଣ ହବା?
ନା ଉତ୍ତମ ଫଳ ଫଳି ପାରିବା। ଆମେ ଯେତେବେଳେ ତାଙ୍କ ଠାରେ ସଂଲଗ୍ନ ଜୀବନ କାଟିବା, ସେଇ ଯୋହନ 15 ପର୍ବ ତାର 4 ପଦରେ ଲେଖାଯାଏ, ମୋ ଠାରେ ରୁହ, ସେଥିରେ ମୁଁ ତୁମ୍ଭମାନଙ୍କ ଠାରେ ରହିବି। ଶାଖା ଯେପରି ଦ୍ରାକ୍ଷାଲତାରେ ନ ରହିଲେ ନିଜରୁ ଫଳ ଫଳି ପାରେ ନାହିଁ, ସେହିପରି ତୁମ୍ଭେମାନେ ମଧ୍ୟ ମୋ ଠାରେ ନ ରହିଲେ ଫଳ ଫଳି ପାର ନାହିଁ, ପ୍ରଭୁ କହୁଛନ୍ତି। ଆଜି ଯଦି ଆମେ ପ୍ରଭୁଙ୍କ ସହିତ ସଂଲଗ୍ନ ଜୀବନ ନ କାଟିବା, ଆମମାନଙ୍କ ପାଇଁ କ୍ରସ୍ ଦିଆଯାଇଛି। ତାର ଅର୍ଥ କଣ? ମିଶାଣ, ଓଡିଆରେ ମିଶାଣ ବା ସଂଯୁକ୍ତ କରାଯାଇଛି। ଆମକୁ ଈଶ୍ୱର ଯୀଶୁଙ୍କ ସହିତ ଆମକୁ ସଂଯୁକ୍ତ କରାଯାଇଛି। ଆମେ ଯଦି ତାଙ୍କ ସହିତ ନ ରହିବା, ତାହେଲେ ଆମମାନେ ପ୍ରଚୁର ଫଳ ଫଳି ପାରିବା ନାହିଁ। ଯେ ମୋ ଠାରେ ରହେ, ମୁଁ ତା ଠାରେ ରହେ, ଆଉ ଯେ ମୋ ଠାରେ ରହେ ନାହିଁ, ସେ ଫଳ ଫଳି ପାରେ ନାହିଁ ବୋଲି ଏଇଠି ପ୍ରଭୁ କହୁଛନ୍ତି। ଆମେ ଯଦି ତାଙ୍କ ସହିତ ନ ରହିବା, ତାଙ୍କ ସହିତ ସଂଲଗ୍ନ ଜୀବନ ନ କାଟିବା, ତାହେଲେ ଆମମାନେ ଫଳ ଫଳି ପାରିବା ନାହିଁ। ଆଉ ସେଥିପାଇଁ ଆମମାନଙ୍କୁ ଉତ୍ତମ ଫଳ ଫଳିବା ନିମନ୍ତେ ଏଇ ବର୍ଷର ଆବଶ୍ୟକତା, ଏଇ ବର୍ଷ ନିମନ୍ତେ ଆମକୁ ପ୍ରଭୁ ଅନୁଗ୍ରହର ସମୟ ଦେଇ ଅଛନ୍ତି। ଆମମାନେ ଦେଖିବା ଲୁକ 13 ତାର 6 ରୁ 9 ପଦ ମଧ୍ୟ ଟିକେ ପାଠ କରିବା। ଆଉ ସେଇଥିରେ ମଧ୍ୟ ପ୍ରଭୁ ଆମମାନଙ୍କୁ କହୁଛନ୍ତି, ଆଉ ସେ ଏହି ଦୃଷ୍ଟାନ୍ତ କହିଲେ, ଜଣକର ଦ୍ରାକ୍ଷା କ୍ଷେତ୍ରରେ ଗୋଟିଏ ଡିମ୍ବିରି ଗଛ ଲଗା ଯାଇଥିଲା। ସେ ଆସି ସେଥିରେ ଫଳ ଖୋଜିଲେ, କିନ୍ତୁ ପାଇଲେ ନାହିଁ। ତେଣୁ ସେ ମାଳିକି କହିଲେ, ଦେଖ, ଏହି 3 ବର୍ଷ ହେଲା ମୁଁ ଆସି ଏହି ଡିମ୍ବିରି ଗଛରେ ଫଳ ଖୋଜୁଅଛି, କିନ୍ତୁ ପାଉନାହିଁ। ଏହାକୁ ହାଣି ପକାଅ। ଏଇଟା କାହିଁକି ଭୂମିକୁ ମଧ୍ୟ ଅକର୍ମଣ୍ୟ କରୁଅଛି? ମାତ୍ର ସେ ତାଙ୍କୁ ଉତ୍ତର ଦେଲା, ପ୍ରଭୁ, ଏହାକୁ ଏହି ବର୍ଷଟି ମଧ୍ୟ ଛାଡି ଦିଅନ୍ତୁ। ମୁଁ ଇତି ମଧ୍ୟରେ ଏହାର 4 ପକ୍ଷ ଖୋଳି ଖତ ଦେବି, ଆଉ ପରେ ଫଳ ହୁଏତ ଭଲ, ନହେଲେ ତାହାକୁ ହାଣି ପକାଇବେ। ହାଲେଲୁୟା। ପ୍ରଭୁଙ୍କ ମହାନାମର ଗୌରବ ହଉ। ଏଇ ସ୍ଥାନରେ ଆମମାନେ ଦେଖିବାକୁ ପାଉଛୁ ଯେ 3 ବର୍ଷ ସିଏ ଅଲରେଡି ଦେଇ ସାରିଲେଣି। ଆମମାନଙ୍କ ପାଇଁ 3 ବର୍ଷ ସିଏ ଦେଇ ସାରିଲେଣି। ଆଉ ଗୋଟିଏ ବର୍ଷ ଅପେକ୍ଷା କରିବା ନିମନ୍ତେ କହୁଛନ୍ତି। ଏଇ ବର୍ଷଟିରେ ଆମେ କଣ ଉତ୍ତମ ଫଳ ଫଳିବା? ତାକୁ ପାଣି ଦେବେ, ତାକୁ ଗଛ ଚାରିପାଖ ଖୋଳିକି ଖତ ଦେବେ, ଆଉ ପାଣି ଦେବେ, ତାକୁ ଯତ୍ନ କରିବେ। ତାପରେ ଯଦି ଫଳଟା ଫଳିବ ଭଲରେ, ନ ଫଳିଲେ ତାକୁ ହାଣିକି ନିଆଁରେ ପକାଯିବ କହୁଛନ୍ତି। ଆଜି ଆମମାନଙ୍କ ନିମନ୍ତେ 2025 ବର୍ଷଟି ଆସିଛି। ଆମମାନେ ଆଜି ପ୍ରାୟତଃ ଏଇ ମାସକୁ ଆମମାନେ ପ୍ରଥମ ମାସକୁ ଆମମାନେ ସମାପ୍ତ କରିବାକୁ ଯାଉଛୁ। ଆମମାନଙ୍କ ଆଗରେ ଆହୁରି 11 ଗୋଟି ମାସ ଅଛି। ଆମମାନେ ନିଜକୁ ପ୍ରସ୍ତୁତ କରିବା ଯେ ଆମମାନେ କି ପ୍ରକାର ଫଳ ଧାରଣ କରିବା। ବର୍ଷର ଶେଷ ସମୟକୁ ସମ୍ପୂର୍ଣ୍ଣ ଫଳ ଫଳିବା, ନା ଆମମାନେ 30 ଗୁଣ 60 ଗୁଣରେ ରହିବା। ଆମମାନଙ୍କ ପାଇଁ 100 ଗୁଣ ଫଳର ପ୍ରଭୁ ଅପେକ୍ଷା କରିଛନ୍ତି। ପ୍ରଚୁର ଫଳର ଫଳିଲେ ବୋଲିକି କହୁଛନ୍ତି। ଅଳ୍ପ ଫଳ ନାହିଁ। ଅଳ୍ପ ଅଳ୍ପ ଫଳ ଫଳିଲେ ସେଥିରେ ପ୍ରଭୁ ସନ୍ତୁଷ୍ଟ ନୁହନ୍ତି କି ମହିମାନିତ ନୁହନ୍ତି। ସେ ପ୍ରଚୁର ଫଳ ଫଳିବ, ଅର୍ଥାତ୍ ସମ୍ପୂର୍ଣ୍ଣ ଫଳ ଫଳିବ, ତାହେଲେ ପ୍ରଭୁ ମହିମାନିତ ହେବେ ଏଇ ସ୍ଥାନରେ କହୁଛନ୍ତି। ସେଥିପାଇଁ ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆଜିର ଏହି ଅଳ୍ପ ବାକ୍ୟ ଦ୍ଵାରା ପ୍ରତ୍ୟେକଙ୍କୁ ପ୍ରଭୁ ଅନୁଗ୍ରହ କରନ୍ତୁ, ଯେପରି ଆମମାନେ ଏଇ ବର୍ଷ ମଧ୍ୟରେ ପ୍ରଚୁର ଫଳ ଫଳି ତାଙ୍କର ଗୌରବ କରିବା, ଆଉ ପିତା ଈଶ୍ୱର ମହିମାନିତ ହେବେ। ଧନ୍ୟବାଦ ସମସ୍ତଙ୍କୁ। ଧନ୍ୟବାଦ ପ୍ରିଜାଣୀ କରୁଥିବା ଦିଦିଙ୍କୁ, ଆଉ ଆମର ହୋଷ୍ଟ ଭାଇଙ୍କୁ, ସମସ୍ତଙ୍କୁ ବିଶେଷ ବିଶେଷ ଧନ୍ୟବାଦ ଦିଏ ଯେ ମତେ ସୁନ୍ଦର ସୁଯୋଗ ଦେଇଛନ୍ତି। ସମସ୍ତେ ଆଉ ଧୀର ସ୍ଥିର ଭାବରେ ବାକ୍ୟ ଶୁଣିଛନ୍ତି। ପ୍ରତ୍ୟେକଙ୍କୁ ମୋର ଧନ୍ୟବାଦ, ହୃଦୟର କୃତଜ୍ଞତା। ପ୍ରେଜ୍ ଦ ଲର୍ଡ। ନମସ୍କାର। ନମସ୍କାର। ଆମେ ଶୁଣୁଥିଲେ ସୁନ୍ଦର ଭାବରେ ଗଭୀର ବାକ୍ୟ ପ୍ରଭୁଙ୍କ ଦାସୀ ପ୍ରକାଶ କରୁଥିଲା। ପ୍ରଭୁଙ୍କ ଦାସୀଙ୍କୁ ଆଶୀର୍ବାଦ କରନ୍ତୁ, ଅନୁଗ୍ରହ କରନ୍ତୁ। ଏଭଳି ଭାବରେ ଅନଲାଇନ ରେ ଅଫଲାଇନ ରେ ଅନେକ ସ୍ଥାନରେ ଶକ୍ତିର ସହିତ ପ୍ରଭୁ ବ୍ୟବହାର କରନ୍ତୁ। ଆଉ ଭଉଣୀ ଅନେକ ରେଫରେନ୍ସ ଦେଇ ଆମକୁ ପ୍ରଭୁଙ୍କର ବାକ୍ୟ ପ୍ରକାଶ କରୁଥିଲେ। ଉତ୍ତମ ବିହନ ଉତ୍ତମ ଫଳ ଫଳିପାରେ। ଆସନ୍ତୁ ଆଜି ଏଇ ବର୍ଷ ଆମେ ଯେ ଉତ୍ତମ ବିହନ ହେବା, ଆଉ ପ୍ରଭୁଙ୍କ ନିମନ୍ତେ ଫଳ ଫଳିବା ପାଇଁ ଆମେ ଚେଷ୍ଟା କରିବା, ଅଭ୍ୟାସ କରିବା। ଅଭ୍ୟାସ କଲେ ଆମମାନଙ୍କର ଗୋଟେ ଅଭ୍ୟାସ ଗୋଟେ ହଉଛି ଦ୍ଵିତୀୟ ଚରିତ୍ର। ଯଦି ଆମେ ଅଭ୍ୟାସ କରିବା ନାହିଁ, ତାହେଲେ ଆମେ ଫଳ ଫଳି ପାରିବା ନାହିଁ। ପ୍ରଭୁଙ୍କ ଦାସୀଙ୍କୁ ସୁନ୍ଦର ଭାବରେ
ବାକ୍ୟ ପ୍ରକାଶ କରୁଥିଲେ ଶକ୍ତିର ସହିତ ପ୍ରଭୁଙ୍କ ଦାସ ପ୍ରଭୁ ଆଶୀର୍ବାଦ କରନ୍ତୁ, ଅନୁଗ୍ରହ କରନ୍ତୁ। ଯେଉଁ ବାକ୍ୟ ଆମେ ସେ ନିଗୁଡ ବାକ୍ୟ ଶୁଣିଛୁ, ଆମେ ସେ ବାକ୍ୟକୁ ନିଜସ୍ୱ କରିବା, ତାହେଲେ ପ୍ରଭୁଙ୍କ ଠାରେ ଆମେ ଆଶୀର୍ବାଦ ପାଇବା। ଧନ୍ୟବାଦ ଭଉଣୀ, ସୁନ୍ଦର ବାକ୍ୟ